যাত্রা জগতৰ জଣାশুଣା অভিନେতা আকাশଙ୍କ ସହିତ ଆଲୋଚନା କରିବା ଏହାର ପୂର୍ଣ୍ଣଚ୍ଛେଦ କେଉଁଠି ପଡ଼ିବ କେତେବେଳେ ପଡ଼ିବ ଆଉ କିଏ ପକାଇ ପାରିବ। ଆକାଶ ବାବୁ ଆପଣ ଦେଖିଥିବେ ଏବେ ଯାତ୍ରା ଜଗତରେ ବଡ଼ ହଲଚଲ ତୁ ମେମେ ଯାତ୍ରା ମାଲିକ ଏବଂ ଯାତ୍ରା କଳାକାର ଏହାର ପୂର୍ଣ୍ଣଚ୍ଛେଦ କେଉଁଠି ପଡ଼ିବ କିଏ ପକାଇ ପାରିବ ଆଉ କାହା ଦ୍ୱାରା ପଡ଼ିପାରିବ। ଜୟ ଜଗନ୍ନାଥ। କିଛି ସମୟ ପୂର୍ବରୁ ମୁଁ ଆପଣମାନଙ୍କ ମିଡ଼ିଆ ଭାଇମାନଙ୍କୁ କିଛି ବାଇଟ୍ ଦେଇଥିଲି। ଆପଣମାନେ ସେଇ ପ୍ରଶ୍ନ ଆଉ ଥରେ ମୋତେ ପଚାରିଲେ। ସମାଧାନର କଥାଟା ମୁଁ କହି ଆସିଛି ଆଉ କହୁଛି ଏଇଆ, ଏଠି ଭାଇ ଭଗାରୀ କେହି କାହାର ନୁହନ୍ତି କି ଆମ ଭିତରେ ଆମେ ଝଗଡ଼ାଝାଟି କରିବା। ଯାହା ହେଇଛି ଗୋଟେ ସମାଧାନ କରିଦେବା। ମଣିଷ ମାତ୍ର କି ଭୁଲ, ଗୋଟେ ହାତରେ ତାଳି ବାଜେନି, କୋଉଠି ନା କୋଉଠି କାହାର ନା କାହାର କିଛି ନା କିଛି ଗୋଟେ ଭୁଲ ରହିଯାଇଛି। ଯଦି ଆମେ ସମସ୍ତେ ପରିବାର 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 ବୋଲି କହୁଛନ୍ତି, ବାପ ପୁଅ ଭିତରେ ଝଗଡ଼ା ହେଉଛି, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଉଛି, ଏକଥା ଆମ ସାଇ ପଡ଼ିଶା ଜାଣୁନାହାନ୍ତି। କାରଣ ଆମେ ପରିବାର, ଆମ ଭିତରେ ମନମାଳି ନେଉଛି, କଥାବାର୍ତ୍ତା ହେଉନାହାନ୍ତି, କିଏ କାହାକୁ ସଦାସଦି କରୁଛି, ପୁଣି ମିଶି ଯାଉଛନ୍ତି। ଏକ୍ଜାକ୍ଟଲି ସେମିତି ଆମେ ଯଦି ଭାବି ନେବା ଏ ଅନୁଷ୍ଠାନ ବା ଏ ସଂସ୍ଥା ହେଉଛି ଆମର ଗୋଟେ ପରିବାର ଏବଂ ଏ ପରିବାର ଶ୍ରେୟ ହେଉଛନ୍ତି ସର୍ବମୂଳରେ ଦର୍ଶକ। ଯଦି ଦର୍ଶକ ଦେବତା ବୋଲି ଆମେ ସମସ୍ତଙ୍କ ମୁହଁରୁ ମୁଁ ଯାତ୍ରାରେ ଶୁଣି ଆସିଛି, ଦର୍ଶକ ଦେବତା ସମସ୍ତେ, ଖାଲି ଯାତ୍ରାରେ ଦର୍ଶକ ଦେବତା ନୁହନ୍ତି, ସବୁ କ୍ଷେତ୍ରରେ ଦର୍ଶକ ଦେବତା। ସେ ମିଡ଼ିଆ ହଉ, ଟିଭି ହଉ, ଆପଣଙ୍କ ନ୍ୟୁଜ୍ ଚ୍ୟାନେଲ ହଉ, ଆପଣଙ୍କର ସିନେମା ହଉ, ଯେକୌଣସି ଫିଲ୍ଡ ଦେଖିବେ ଦର୍ଶକ ସବୁକିଛି। ତ ସେଇ ଦର୍ଶକମାନଙ୍କର ଭାବଧାରାକୁ ଭାଙ୍ଗନ୍ତୁନି ସର୍ବୋପରେ। ତ ତାକୁ ବଜାଇ ରଖିବା ପାଇଁ ଗୋଟେ ପରିପକ୍ୱ ମାନସିକତାର ପରିଚୟ ଦେବା ପାଇଁ, ଗୋଟେ ଉଚିତ ସଚେତନଶୀଳ ଏବଂ ସମ୍ବେଦନଶୀଳ ମଣିଷ ହିସାବରେ ପରିଚୟ ଦେବା ପାଇଁ ଯାହା ହେଇଛି, ମୁଁ କହିବିନି କିଏ ନେଇଗଲା କିଏ କାହାକୁ ଇଏ କଲା ସେ କଲା, ସେସବୁ ଜିନିଷ ମୁଁ ଉଠେଇବାକୁ ଚାହିଁବିନି। ଯାହା ହେଇଛି ଦ୍ୟାଟ୍ସ ଗନ୍, ସେଟା ଆମେ ସମସ୍ତେ ଜାଣିଛନ୍ତି। ତାକୁ ପୁନରାବୃତ୍ତି କରି ତାକୁ ଘାଣ୍ଟିକି ଆହୁରି ନଷ୍ଟ କରିବାକୁ ନ ଚେଷ୍ଟା କରି ସେଇଠି କମା ପୁଲିଷ୍ଟ ପକେଇ ଆଗକୁ କେମିତି ଗୋଟେ ରସିରେ ଆମେ ସମସ୍ତେ ବାନ୍ଧି ହେଇକି ସୁଦୃଢ଼ ଭାବେ ରହିବା ସେ ବିଷୟରେ ନିଜେ ନୀରବ ରହି, କାରଣ ରାଗ ରୁଷାରେ ସମସ୍ତେ ସମସ୍ତଙ୍କୁ ଇଏ କହିଲା ମୁଁ କହିବି, ସେମିତି ହୁଏନି। ସମାଧାନ କେମିତି ଅଛି? ନୀରବ, ଆଗ ନିଜେ ବୁଝିବା, କିଛି ଦିନ ସମୟ ନେବା, ତାକୁ ନିଜ ନିଜ ଭିତରେ ଡକାଡକି ପଚରା ଉଚରା କରି ସମାଧାନ ରାସ୍ତା ବାହାରି ଗଲେ ସମସ୍ତେ କାମ କରିବେ, ସମସ୍ତେ ସମସ୍ତଙ୍କୁ ନେବେ, କେହି କାହାକୁ ଛାଡ଼ିକି କିଛି କରିପାରିବେ ନାହିଁ। ଆପଣ କୁହନ୍ତୁ, ସିରିଏଲ ଜଗତରେ ଆପଣ କାମ କରିଛନ୍ତି, ଯାତ୍ରା ଜଗତରେ କାମ କରୁଛନ୍ତି ମଧ୍ୟ, ସମାଧାନ ବାଟ କୋଉଟା? ଏଇ ଯୋଉ ତୁ ମେର ପୂର୍ଣ୍ଣଚ୍ଛେଦ କିଏ ପକେଇ ପାରିବେ? ଦେଖନ୍ତୁ, ସିନେମା ଲାଇନରେ ଦେଖିଛି, ମୁଁ ସିରିଏଲ ଲାଇନ ଦେଖିଛି, ପ୍ରଡ୍ୟୁସର ମାନେ ମଧ୍ୟ ଆମକୁ ପଇସା ଦେବା ପାଇଁ କି ଲେଟ୍ ହେଇଯାଏ, କଳାକାରମାନେ ବି ଉତ୍ତେଜିତ ହେଇଛି, ମୁଁ ବି ହେଇଛି ଉତ୍ତେଜିତ ହେଇଛି। ତାପରେ ପୁଣି ଆମ ଭିତରେ ସେତେବେଳେ ତ ଆଉ ଏତେ ମିଡ଼ିଆ ଆଗରେ ଆପଣମାନଙ୍କ ଚ୍ୟାନେଲ OTV ତ ବହୁତ ପୁରୁଣା, ତ ମୁଁ ବି ତରଙ୍ଗରେ କାମ କରୁଥିଲି, ହେଇଛି ସବୁ ଜାଗାରେ। ଆମେ କଣ ମିଡ଼ିଆ ଭାଇ ଆଜ୍ଞା ମୋତେ ପଇସା ଦେଲାନି, କଣ ଦର୍ଶକ ବୁଝି ପଇସା ଦେଲାନି? ଆମେ ଆମ ଭିତରେ ପଇସା ଦେବା ନେବାଟା ନିଜ ଭିତରେ ମ୍ୟୁଚୁଆଲ କରିବା, ତ ସେଇଟା ଆମ ଭିତରେ ଅଛି। ମୁଁ ଗୋଟେ କଥା କହିଥିଲି, ମୋତେ ଜଣେ ପ୍ରଶ୍ନ କଲେ କାହିଁ କଥା କହିଲେ, ମୁଁ କହିଥିଲି ମୂର୍ଖମାନଙ୍କ ପାଇଁ ସମ୍ବିଧାନ, ପ୍ରଜାମାନଙ୍କ ପାଇଁ ରାଜା। ଆମେ ସମସ୍ତେ ମୂର୍ଖ ବୋଲି ଆମେ ସମ୍ବିଧାନକୁ ଆଶ୍ରା କରୁଛନ୍ତି, କ'ଣ ସମାଧାନ ଆସିବ? ଆମେ ଯଦି ନିଜେ ବୁଝିଯିବା ନାଇଁ ଏଇଟା ନାଇଁ ସେଇଟା, ଆମ ସମ୍ବିଧାନ କ'ଣ ଦରକାର? ଆମ ନିଜ ଆନ୍ସର ତ ଆମ ନିଜ ପାଖରେ ଅଛି ନା। ତ ସେଇ ହିସାବରେ ଆମେ ନିଜକୁ ରାଜା ଭାବିକି ଯଦି ନାଇଁ କରିବା, ନାଇଁ ଏଇଟା ଏଇ ହେଇପାରିବ, ତ ଆମେ କାହାକୁ ସାହାଯ୍ୟ କାହିଁ ଲୋଡ଼ିବା? ତ ସେଇ ହିସାବରେ ମୁଁ କହୁଛି ସବୁ ଗୁରୁଜନ କଳାକାରମାନଙ୍କୁ, ଯେଉଁମାନେ ବହୁତ ମାନେ ପୁରୁଖା କଳାକାର, ସେମାନଙ୍କୁ ମୋର ବିନମ୍ର ଅନୁରୋଧ ଏବଂ ସର୍ବୋପରେ ମାଲିକମାନେ ଯେଉଁମାନେ ପ୍ରକୃତରେ ହେଉଛନ୍ତି, ସେମାନେ ନଥିଲେ ଆମେ ତାଙ୍କ ପାଇଁ ନାହାନ୍ତି, ଆମେ ନାହାନ୍ତି, ତ ଆମ ପାଇଁକି ସେମାନେ ନାହାନ୍ତି, ସେମାନେ ପାଇଁ ଆମେ ନାହାନ୍ତି। ସେମାନଙ୍କୁ ଏତିକି ଅନୁରୋଧ, ଦୟାକରି ସମସ୍ତେ ବସିକି ବଡ଼ ହିସାବରେ ଆଲୋଚନା କରନ୍ତୁ, ନୀରବ ସହିତ ଆଲୋଚନା କରି ସମାଧାନ ରାସ୍ତା ବାହାର କରନ୍ତୁ ଏବଂ ମୋର ଆଶା ଆଉ ବିଶ୍ୱାସ ଆମେ ଗୋଟେ ନିହାତି ଗୋଟେ ନିର୍ଯାସରେ ପହଞ୍ଚିବା ଏବଂ ସେଇଟା ବହୁତ ସୁନ୍ଦର ଆଉ ଆଲୋକିତ ହେଇଥିବ ବୋଲି ମୋର। ଆପଣ କଳାକାରମାନଙ୍କ ସହିତ ଅଛନ୍ତି ନା ମାଲିକମାନଙ୍କ ସହିତ ଅଛନ୍ତି? ମୁଁ କୌଣସି ଗୋଷ୍ଠୀ କରିନି କାହା ସାଙ୍ଗରେ, ମୁଁ ସମସ୍ତଙ୍କ କଥା କହୁଛି, ମୁଁ କୋଉଠିକି ଯାଇନି, ମୁଁ କାହା ସପକ୍ଷରେ କହୁନି, ମୋର ଏତିକି ନିରପେକ୍ଷ କଥା, ସମସ୍ତେ ମିଶି ଯାଆନ୍ତୁ। ତା ପାଇଁ ସମାଧାନ ଆପଣମାନେ ଯଦି ପ୍ରଶ୍ନ କରିବେ କୌଣସି କଳାକାରକୁ ଫର୍ଦର ୟା ପରେ ବା କୌଣସି ମାଲିକମାନଙ୍କୁ ଏହା ପଚାରିବେ, ଆପଣ କ୍ୱେଶ୍ଚିନ୍ ଏହାର ସମାଧାନ କ'ଣ କହିବେନି କି ସିଏ ଏୟା କହିଲା, ସିଏ ତାକୁ ଅମକ କଲା, ସିଏ ସମକ କଲା, ସମାଧାନର ବାଟ। ଜଣକ ଆଗ୍ରେସନ ବଢିବ, ସେ କ'ଣ ନା କ'ଣ କହିବ, ସିଏ ମତେ କହିଲା, ମୁଁ ଅପେରା ମାଲିକ ପବିତ୍ର ପାତ୍ରଙ୍କୁ ମୁଁ ପଚାରିଲି ବାଟ କ'ଣ, ସମାଧାନର ବାଟ କ'ଣ? ସେ ଗୋଟିଏ କଥା କଲେ, ନରୀ ପଣ୍ଡା ଯଦି ଆସିକି ଭୁଲ ମାଗିଦେବେ ସବୁ ମାଲିକମାନଙ୍କୁ, ତାହେଲେ ସମାଧାନର ବାଟ ସେଇଠି ଶେଷ ହୁଏ। କଥା କହିବି, ଭଗବାନ ବି ଗଧପାଦ ଧରିଥିଲେ, ଯଦି ଯୋଗ୍ୟ ଆଉ ପ୍ରାପ୍ୟ ବୋଲି ବଡ଼ ଭାଇ
ମାଗିବାର କ୍ଷମା ପ୍ରଯୁଜ୍ୟ ବୋଲି ସମସ୍ତଙ୍କ ବିଚାର ମୁଁ କହିବୁନି ମୁଁ କହିବି ସମସ୍ତେ ଆଲୋଚନା ପରେ ମାଲିକ କଳାକାର ମାନେ ମିଶିକି ଆଲୋଚନା ପରେ କାହାର କୋଉଠି ଭୁଲ ରହିଛି ଯାହାଟା ନିର୍ଯାସ ବାହାରିବ କିଏ କାହାକୁ ଭୁଲ ମାଗିବ ଭୁଲଟା ଖାଲି ଗୋଡ଼ ଧରି ନାହିଁ ମୁହଁରେ ମଧ୍ୟ ଜଣଙ୍କର ଅନୁତପ୍ତ ହିଁ ହେଉଛି ତାର କ୍ଷମା ବା ତା ଭୁଲଟିକୁ ଅନୁତପ୍ତ କରିବା ହେଉଛି ଆଉ ଜଣେ ତାକୁ ଗ୍ରହଣ କରିବା ହେଉଛି ତାର କ୍ଷମା ସେଇଟା ଯଦି ହେଇଗଲା ସମସ୍ତେ ଯଥେଷ୍ଟ ମାନେ ପରିପକ୍ୱ ଅଛନ୍ତି କିଏ କାହାକୁ ବୁଝିବାକୁ ପଡ଼ିବନି ତ ସେଇଟା ବୁଝିଗଲା ପରେ ସବୁ କିଛି ଠିକ ହେଇଯିବ କଳାକାର ଭୁଲ ମାଗେ ମାଲିକ କାହିଁକି ଭୁଲ ମାଗିବନି ମାଲିକ ଯଦି ଭୁଲ କରିଥିବ ନାଇଁ ସେମିତି ମୁଁ ଏଠି ମାଲିକ ମୁଁ ମଣିଷ ଯିଏ ବି ଭୁଲ କରିଥିବ ଯିଏ ବି ଭୁଲ କରିଥିବ ସେ ସର୍ବୋପରେ ମଣିଷ ମାନଙ୍କ କଥା କହୁଛି ସବୁ ପରେ ଆମେ ମଣିଷ ଜଣଙ୍କ ଜାଗା ଯଦି ମାଲିକ ହେଇଥାଏ ଜଣଙ୍କ ଜାଗା କଳାକାର ତ ଆମେ ଆମ ଭିତରେ ସେ କ୍ଷମା ଆଉ ଭୁଲ ମାଗିବା ଆଉ ଜଣେ ଭୁଲ ମାଗିବା ଜଣେ କ୍ଷମା ଦବା ଏଇଟା ପାଟିରେ ନୁହଁ ନିଜ ନିଜ ଅନ୍ତର ଭିତରେ ଯଦି ସେଟା ହେଇଗଲା କେହି କାହାକୁ ସମସ୍ତଙ୍କ ସମ୍ମାନରେ ସମସ୍ତେ ରହିବେ ବୋଲି ମୋର ବିଶ୍ୱାସ କଳାକାର ସଂଘର ଏବେ ବୈଠକ ବସିଥିଲା ସେମାନେ ନିଷ୍ପତ୍ତି ନେଲେ ନରୀ ପଣ୍ଡାଙ୍କ ସହିତ ସମସ୍ତେ କଳାକାର ଅଛନ୍ତି ନରୀ ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ବିରୁଦ୍ଧରେ ଯାହା ହେଇଛି ମୁଁ ଏତିକି କହିବି ସବୁ କଳାକାର ଭାଇ ମାନେ କାମ କରନ୍ତୁ ତାଙ୍କ ଉପରେ ଯୋଉ ବୟକଟ ଲାଗିଛି ଅନୁରୋଧ କରିବି ଆମ କଳାକାର ଭାଇ ମାନେ କାମ କରନ୍ତୁ ଆଉ ଏତେ ମାଲିକ ମାନଙ୍କୁ ଅନୁରୋଧ କରିବି ସବୁ ମାଲିକ ମାନେ କ୍ଷମା କରିଦିଅନ୍ତୁ ଉଠେଇ ଦିଅନ୍ତୁ ଯାହା ହେଇଛି ହେଇଛି ବୟକଟ ଉଠେଇବା ଉଚିତ ବୟକଟ ଉଠେଇବା ନ ଉଠେଇବା ସେଟା ଆଲୋଚନା ଭିତରେ ହଁ ନିହାତି ମୁଁ କହିଲି ନା ଗୋଟେ ଶବ୍ଦରେ ସମସ୍ତେ କାମ କରନ୍ତୁ ସମସ୍ତେ କ୍ଷମା କରିଦିଅନ୍ତୁ କ୍ଷମା ଦର୍ଶକ ମାନେ ଯାତ୍ରା କମିଟି ମାନଙ୍କ ଉପରେ ପ୍ରଭାବ ପଡୁଛି ତ ଯାହା ହେଇଛି ଗୋଟେ ମ୍ୟୁଚୁଆଲ କରିଦିଅନ୍ତୁ ବଡ ମାନେ ତ ମୁଁ ଏତିକି ଛୋଟ କଳାକାର ହିସାବରେ କହିବି ତ ବଡମାନଙ୍କ ନିଷ୍ପତ୍ତି ମୁଁ ଆଶା କରିବି କି ଏ କଥାରୁ କିଛିଟା ଗୋଟେ ପଜିଟିଭ ଆସିବ ବାପି ପଣ୍ଡା ଏବଂ ପବିତ୍ର ପାତ୍ରଙ୍କ ମଧ୍ୟରେ ତୁ ତୁମେ କାଲି ହେଇଥିଲା ଷ୍ଟୁଡିଓରେ ଇଏ ଆଉ ସେ କଥା କହିବିନି ମନା କଲି ମୁଁ କୌଣସି ଟପିକକୁ ଯିବିନି କଣ ହେଇଥିଲା ନ ହେଇଥିଲା ମୁଁ ଏତିକି କହିବି ଯାହା ହେଇଛି ତାକୁ ପୁନରାବୃତ୍ତି ନ କରା ସେ ପୃଷ୍ଠାକୁ ସେଟା ଯାଇଛି ନଷ୍ଟ ହେଇଯାଇଛି ତାକୁ ଆଲୋଚନା ପର୍ଯ୍ୟାଲୋଚନା ଖରାପ ଜିନିଷ ବାହାରିବ ଆଗକୁ ଆମେ ଭଲ କେମିତି କରିବା ମିଶି ଯାଆନ୍ତୁ ସମସ୍ତେ ଆଲୋଚନା କରନ୍ତୁ ବସିକି ଦିଟା ଚେୟାର ଦି ପାଖ ବସି ଆଲୋଚନା କରନ୍ତୁ ଏବଂ ସମସ୍ତେ ଆଲୋଚନା ପାଇଁ ଆଗଭର ହୁଅନ୍ତୁ ସିଏ ଆସନ୍ତୁ ଇଏ ବି ଆସନ୍ତୁ ହେଇକି ଗୋଟେ ସମାଧାନ ରାସ୍ତା କିଏ ଆସିବା ଦରକାର କଳାକାର ଆସିବା ମାଲିକଙ୍କ ପାଖକୁ ଆସିବା ଦରକାର ନା ମାଲିକ କଳାକାରଙ୍କ ପାଖକୁ ଯିବା ସମସ୍ତେ ମୁଁ ଦେଖନ୍ତୁ ଏଠି ଗୋଟେ ପାର୍ଟିସନ ତିଆରି ହଉଛି କିଏ କାହା ପାଖକୁ ଗଲେ କାହାର ଇଗୋ ହଟବ ନାହିଁ ତ ଏଇଟା ଯାହା ବି ଯେମିତି ହଉଛି ଯୋଉ ବାଟରେ ହଉଛି ମିଶିକି ହେଇଯାଉ ମାଲିକ କଳାକାର ଭିତରେ ଝଗଡା ଲାଗିଲା ଭିତରେ ପୁଣି ଆଉ ଜଣେ ମଝିରେ ଏଣ୍ଟ୍ରି ମାରୁଛନ୍ତି ପରିଚାଳକ ନାଇଁ ମୁଁ ଗୋଟେ କଥା ପୂର୍ବରୁ କହିଥିଲି ସବୁ ଡିପାର୍ଟମେଣ୍ଟର ସମସ୍ତ ଜଣେ ହେଡ୍ ରହିବା ଉଚିତ ଆଗକୁ ରହିଲେ ସମସ୍ତେ ବସିକି ତାଙ୍କ ପ୍ରୋବ୍ଲେମକୁ ସମାଧାନ କଲେ ଆମେ ସେଟା ପରବର୍ତ୍ତୀ କଥା ସେତେବେଳେ ହେବ ବର୍ତ୍ତମାନ ଯୋଉ କଣ୍ଟ୍ରୋଭର୍ସି ଚାଲିଛି ବର୍ତ୍ତମାନ ଚ୍ୟାନେଲରେ ଆଉ ମୋବାଇଲ ଖୋଲିଲେ ୟୁଟ୍ୟୁବରେ ଯୋଉ ଚାଲିଛି ଏଟା ଦେଖିବାକୁ ଭଲ ଲାଗୁନି ସିରିୟସଲି ଭଲ ଲାଗୁନି ଏଇଥିପାଇଁ ଯାହାହେଲେ ଆମେ କଳାକାର ନା ଆମେ ଦର୍ଶକଙ୍କ ପାଖରେ ଯୋଉ ଭଲ ଇମ୍ପ୍ରେସନ ନେଇ ଆସିଛନ୍ତି ଯୁଗ ଯୁଗ ଧରି ଗୋଟେ ମୁହୂର୍ତ୍ତରେ ନଷ୍ଟ ହେଇଯାଉଛି ତ ଯାହା ବି ହେଇଛି ଆଗ୍ରେସନ ନ ଦେଖି କେହି କାହାର ଆଗ୍ରେସନ ନ ରଖନ୍ତୁ ସର୍ବୋପରେ ନିଜର ମଣିଷର ଭାବଧାରାକୁ ନେଇ ଚାଲନ୍ତୁ ଏବଂ ସମାଧାନ ରାସ୍ତା ବାହାର କରନ୍ତୁ ଏଇ ଯୋଉ ସମସ୍ୟା ଦେଖାଦେଇଛି ବର୍ତ୍ତମାନ ଏହାର ନିଶ୍ଚିତ ଆଗାମୀ ଦିନରେ ସମାଧାନର ବାଟ ବାହାରିବ ସମସ୍ତେ ସମାଧାନ ବାଟ ସମସ୍ତେ ବାହାର କରିବେ ଏବଂ ସମାଧାନ ରାସ୍ତା ହିଁ ବାହାରିବ ସମସ୍ତେ ସଚେତନଶୀଳ ସମ୍ବେଦନଶୀଳ ମଣିଷ କେହି ଏତେ ଇଏ ନୁହନ୍ତି ନା ସମସ୍ତେ ଏତେ ବଡ ବଡ ସଂସ୍ଥା ଚଲାଉଛନ୍ତି ପରିବାର ଚଲାଉଛନ୍ତି ତ ସମସ୍ତେ ବୁଝିଯିବେ ଏତେ ବୁଝିବାକୁ ପଡିବନି ଖାଲି ଗୋଟେ ରାଗରୁଷାର କଥା ଘଟିଛି ମୁଁ ଆଶା କରିବି ସମସ୍ତେ ସୁସ୍ଥ ମସ୍ତିଷ୍କରେ ଏ କଥାକୁ ଚିନ୍ତା କରି ଗୋଟେ ସୁନ୍ଦର ପଦକ୍ଷେପ ନିଅନ୍ତୁ ଶୁଣୁଥିଲେ ଆକାଶଙ୍କ ପ୍ରତିକ୍ରିୟା ସମସ୍ୟା ଅଛି ମାନେ ତାର ସମାଧାନ ଅଛି ଉଭୟ ମାଲିକ ଏବଂ କଳାକାର ବସିକି ସମ୍ପୂର୍ଣ୍ଣ ଭାବରେ ବିଷୟବସ୍ତୁକୁ ଆଲୋଚନା କରନ୍ତୁ ସମାଧାନର ବାଟ ବାହାର କରନ୍ତୁ ଏହାର ପୂର୍ଣ୍ଣଚ୍ଛେଦ ପକାନ୍ତୁ ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଓମକାର ମହାନ୍ତିଙ୍କ ସହ ନିରଞ୍ଜନ ରେଡ୍ଡି।